ସୁବେ ଆଉ ଜବର ବାଜି ମଧ୍ୟ ବଦଳି ଯାଏ। ସତରେ ମୋ ଜୀବନର ବିଧାନରେ ଅସମ୍ଭବ ବୋଲି କୌଣସି ଶବ୍ଦ ନାହିଁ, ନାଇଁ କୌଣସି ଶବ୍ଦ। ମୋ ମୁଣ୍ଡ ଉପରେ ଯଦି ପିତ୍ତ ସବାର ହୁଏ ତାହେଲେ ମୁଁ ସୃଷ୍ଟି କରିପାରେ ଅନଂଶାସ। ମୁଣ୍ଡ ଯଦି ଠିକ ଅଛି ତାହେଲେ ମୁଁ ଗୋଟାଏ ସୁନାବିଲା ଆଉ ସମୟ ଅନୁସାରେ ଏ ସୁନାବିଲାର ମୁଣ୍ଡ ଯଦି ଧରେ ତାହେଲେ ମୁଁ ପାଲଟି ଯାଏ ଗୋଟାଏ ମୁଁ ବନାଗ୍ନେ ବନ ଚକ ଆଗ୍ନେ ମୁଁ ବନାଗ୍ନେ এই বনাগ্নিরা ধরে যা উপরে লাগি ঘরে এই সারা বনাঞ্চলটা হুতু হুতু হেই জরি যায়। বন মধ্যে যেতিকি জীবজন্তু আউ অমূল্য চন্দন কাঠ অছি ସମସ୍ତେ ପଡ଼ି ପାଉଁଶ ହେଇଯାଏ। ହେଲେ ଆଜି ମୁଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେଇଯାଇଛି କେବଳ ସେଇ ପୁଣ୍ଡରୀକ ବୈଦ ବାବାଙ୍କ ପାଇଁ। ସତରେ ସେଦିନ ବୈଦ ବାବା ଯଦି ଉଚିତ ସମୟରେ ମୋ ପାଖକୁ ଆସିନଥାନ୍ତେ ଆଉ ମୋତେ ତାଙ୍କ କୁଟୀରକୁ ନେଇ ନ ଯାଇଥାନ୍ତେ ଏ ଜୀବନଟା ମୁଁ ଫେରି ପାଇନଥାନ୍ତି। ମୁଁ ମରି ଯାଇଥାନ୍ତି ମରି ଯାଇଥାନ୍ତି। ମାଣିକଙ୍କ ରାଜା ଦେବଦତ୍ତର ସଭାଂଶଟାକୁ ଏ ପର୍ଯ୍ୟନ୍ତ ମୁଁ ଏଇ ବନ ମଧ୍ୟରେ ଗୁପ୍ତଚର ଭାବରେ ବଞ୍ଚିକି ରହିବା। ବନ ମଧ୍ୟରେ ଯେତେବେଳେ ମୁଁ ରହି ଆସୁଛି ଜଣେ ପୁଣ୍ଡରୀକ ବୈଦ ବାବାଙ୍କ କୁଟୀର ମଧ୍ୟରେ ମୋ ସାଥିରେ ମୋର ଜଣେ ସହଯୋଗୀ ଭାଇ ଚକ୍ଷୀ ମଧ୍ୟ ଆସିଥିଲା। ହେଲେ ମୋ ଭାଇ ଚକ୍ଷୀଟା ଦୀର୍ଘ ଅନେକ ସମୟ ଧରି କୁଆଡ଼େ ଯାଇଛି, କ'ଣ କରୁଛି ଏପର୍ଯ୍ୟନ୍ତ ଆସିଲାନି କାହିଁ? ଚକ୍ଷୀ, ଆରେ ଏ ଚକ୍ଷୀ, ଚକ୍ଷୀରେ କୋଉଠି ଅଛୁ ବେ? ଶୀଘ୍ର ଆସେ। समय धरी तु एकुटिया এই বন মধ্যে বুলাবুলি করেছি। এই বন মধ্যে অনেক হিংস্র জন্তু গুড়াক অনেক সারা তোতে একুটিয়া পাইଯିବେ জীবন্ত খাইଯିବେ মরেব সারা। জঙ্গলরে বুলিবা কি মজা। আচ্ছা সে বৈদ বুড়া ঝিও সহিত মু জঙ্গলরে টিকে বুলাবুলি করুছি। কଣ କହିଲୁ ବେସରା?
ବୈଦ ବାବାଙ୍କ ଝିଅ ସହିତ ତୁ ପୁଣି ଏ ବଣ ମଧ୍ୟରେ ବୁଲାବୁଲି କରୁଛୁ। ହଁ ଭାଇ ଆରେ ଦେଖି ଭାଇ ଏ କଥା ଯଦି ମୋ ବୈଦ ବାବା କାନରେ ପଡେ ଭାଇ ଶଳା ତ ଅବସ୍ଥା କ'ଣ ହବ ଜାଣିଛୁ? କଣ ହବ ଭାଇ? କ'ଣ ହବ? ତୋତେ ଟିକ୍ ଟିକ୍ କରି କାଟି ତା ଜମି ମଧ୍ୟରେ ପୋତି ଦବ। ମରିବୁ ଶଳା। ଭାଇ ଆଗେ ନା ଚାଖି ଜାଣିଛୁ ଚାଖି ପରକେ ସବୁ କଥା ଜାଣେ ଭାଇ। ଆଚ୍ଛା ସେ ବୈଦ ବୁଢା ଜମା ଜାଣି ପାରିବନି ଆଉ ମତେ ଟିକ୍ ଟିକ୍ କରି କାଟିକି ତା ଜମିରେ ପୋତି ଦବ। ଏ କ'ଣ କହୁଛୁ ଦେଖେ ଭାଇ କ'ଣ? ମାନେ ପକାଅ ସେ ଅତୀତର କଥା। ଆରେ କୋଉ କଥା ରେ? ସେଇ ମାଣିକ ଗୋଡ଼ କଥା। ଏମିତି ଭୁଲିବି ଚକ୍ଷି ସେଇ ମାଣିକଙ୍କର ରାଜ୍ୟ କଥାଟା। ସେ କଥାଟା ମନେ ପଡ଼ିଗଲେ ମୋ ଛାତିରେ ହୁତୁ ହୁତୁ ହେଇ ନିଆଁ ଜଳି ଯାଉଥିଲେ ତାକେ। ଆରେ ଜଖେ ଆଜି ମୁଁ ତୋ ପାଖରେ ଶପଥ କରି କହୁଛି ଯେ ପର୍ଯ୍ୟନ୍ତ ମାଣିକଗଡ଼ ରାଜା ଦେବଦତ୍ତର ସବଂଶଟାକୁ ବିନାଶ ନ କରିଛି ସେ ପର୍ଯ୍ୟନ୍ତ ମୋ ମନରେ ଶାନ୍ତି ନାହିଁ। ନାଇଁ ଶାନ୍ତି କରୁଛି ଶପଥ ନହିବ ବ୍ୟର୍ଥ। ଆରେ ଦେଖି କରୁଛି ଶପଥ ନହିବ ବ୍ୟର୍ଥ। ବନାଗ୍ନିର ଏ ସତ୍ୟପଣ ରାଜା ଦେବଦତ୍ତ କରିବିନି ଚାଖିବି ତାରାଣୀ ତାକେ ଚାଖିବି ତାରାଣୀ ଚମ୍ପନ। ଆଉ ମାରିବେନି ପୁତ୍ର ପୁରାଇବି ବଂଶ ଆରୋହିବି ରାଜ ସିଂହାସନ। ମାଣିକଗଡ଼ରେ ପ୍ରଜା ସଂଗତର ମାଣିକଗଡ଼ର ପ୍ରଜା ସଂଗତରେ ପୁରାଇ ବିଜୟ କେତନ କରୁଛି ଶପଥ ନହିବ ବ୍ୟର୍ଥ। ବନାଗ୍ନିର ସତ୍ୟ ଫଳ ଆଉ ଛାଡ଼ିବେ ଯଦି ଆରି ଶେଷ କରିବି। ରାଜା ଦେବଦତ୍ତ ଆମ ବେନି ଭାଇଟାକୁ ରାଜ୍ୟରୁ ତଳି ଦେଇ ଶଳାଟା ମନ ମନ ଭାରି ଖୁସି ହଉଛି। ସେ ଶଳା ଭାବୁଛି ଆମେ ବେନି ଭାଇଟା ମରି ସାରିଛୁ କିନ୍ତୁ ନାଇଁ ଚଖେ ନାଇଁ ଆମେ ବେନି ଭାଇଟା ବଞ୍ଚିଛୁ। ଯେ ପର୍ଯ୍ୟନ୍ତ ତା ଘଡ଼ି ଧରି ଥିବା ବିଶାଳ ସାମ୍ରାଜ୍ୟଟାକୁ ଭାଙ୍ଗି ରୁଚି ଚୁରମାର ନ କରିଛୁ ଆମେ ବେନି ଭାଇଟା ବଣ ମଧ୍ୟରେ ଗୁପ୍ତଚର ଭାବରେ ବଞ୍ଚିକି ରହିବା। ହେଲେ ଦେଖି ଗୋଟାଏ କଥାରେ ବଣ ମଧ୍ୟରେ ଯେତେବେଳେ ଆମେ ବେନି ଭାଇ ଜଣେ ବୈଦ ବାବାଙ୍କ କୁଟୀର ମଧ୍ୟରେ ରହି ଆସୁଛୁ ବାବାଟା ଅନେକ ସମୟ ଧରି କୁଆଡ଼େ ଯାଇଛନ୍ତି କ'ଣ କରୁଛନ୍ତି ଏପର୍ଯ୍ୟନ୍ତ ଆସିଲେନି କାହିଁକି? ଓହୋ ଠିକ କହିଛୁ। ହଁ ନିଶ୍ଚୟ। ଆଚ୍ଛା ତୁ ଠିକ କହିଛୁ। ଯେମିତି ହଉନା କାହିଁକି ମୋ ବୈଦ ବାବା ଆସିବା ବାଟକୁ ଆମେ ବେନି ଭାଇ এইটি কিছু অপেক্ষা করে নেবা আউ বাবা আসলে বাবাঙ্ক সহিত আমি তিন জন একত্রিত হই কুটির মধ্যকু চালি যা আরে যাকে অপেক্ষা করে নেবা ঠিক আছে বেটা বড়াগিলি বাবা আসলে আরে মোনা ধরি ডাকুছতে বেটা হাতটা দিনে ভাঙ্গি যাইছিলা আজি হাতটা ভাল কাম করছি বাবা এই গোড় ভাঙ্গি যাইছিলা বাবা আজি মই গোড়রে দেখ বাবা চালি পারুছি সতরে বাবা आपन कचेरी मूल्य औषध खाई मो जीवनटा धन्य हो जाइए बाबा मो जीवनटा धन्य हो जाइए बेटा बाबा गोटे कथा बेटा कौन से कथा बाबा तू धर्मर काम करबू निश्चय बाबा धर्मर बाटे चलबू हो बाबा न्याय न रेबूस बाबा सत कथा कहबूस बेटा बाबा सत कहिबा को के डरबी बाबा सत कहि पछे मले मरिबी हां बाबा इटा के मन रखि रेबूस बेटा निश्चय मन रखिबी महाप्रभु
कुशल मंगल ना रखी रे बा बेटा ও বাবা ঠিক কইছতে আপনি बेटा बाबा। सत्य ही धर्म ও বাবা धर्म ही सत्य इटा के मानी कर चलबुस बेटा নিশ্চয় মানিবি বাবা ई लोकर अनित्य अत्याचार नहीं करबुस बेटा নাই বাবা নাই ଏ ଲୋକଙ୍କର ଅନୀତି ଅତ୍ୟାଚାର ମୁଁ ଜୀବନରେ କେବେ ମଧ୍ୟ କରିବିନି ବାବା ଆପଣ ଯେପରି ଏ ଲୋକଙ୍କର ସେବା ଶୁଶ୍ରୂଷା କରି ପୁଣ୍ୟ ଅର୍ଜନ କରିଛନ୍ତି ଠିକ୍ ସେମିତି ମୁଁ ମଧ୍ୟ ଲୋକଙ୍କର ସେବା ଶୁଶ୍ରୂଷା କରିବି ବାବା ମୁଁ ମଧ୍ୟ ଏ ଲୋକଙ୍କର ସେବା କରିବି और गोटे कथा बेटा କୌଣସି କଥା ବାବା मोर बेटी अंजलि हाँ। और तुई बेटा ବାବା तुई भाई भाई निकर चलवा के हेसी ବାବା ଅଞ୍ଜଳି ପରା ମୋ ସାନ ଭଉଣୀ ତାକୁ ସ୍ନେହ ମମତା ଦେଇ ବେଶ ଆନନ୍ଦରେ ରଖିବି ଆପଣ ଦିଲେ ମାତ୍ର ଚିନ୍ତା କରନ୍ତୁନି ବାବା ଏ ବନାଗ୍ନି ପରା ଅଛି ଆପଣ ଚିନ୍ତା କରନ୍ତୁନି बेटा बाबा। एक बेटा समय तो हैला माने? मुई खमन जाइसी ओहो। चेरी मुड़ी ओसो कसा आल्ला बोले बाबा। ई रोगी मन के देविस बेटा ହେଲେ ବାବା ଆପଣ ଗୋଟାଏ କଥା ମନେ ରଖିବେ ଆପଣ ସଞ୍ଜ ହେବା ପୂର୍ବରୁ ଯଥାଶୀଘ୍ର କୁଟୀର ମଧ୍ୟକୁ ଫେରି ଆସିବେ ଜମା ଡେରି କରିବେନି ବାବା तू चिंता नहीं कर बेटा मुई संज बेला के पले आसबिस ଠିକ ଅଛି ବାବା ଆପଣ ଏଥର ଆସିପାରନ୍ତୁ ବାବା जाइसी बेटा ବାବା ଦେଖେ ଭାଇ ମୋ ବହି ତ ବାବା ଯାହା କହିଗଲେ ସବୁ ଶୁଣିଛୁ ସବୁ ଶୁଣିଛି ଭାଇ ଆଜିଠାରୁ ଏ ବନାଗ୍ନି ଧର୍ମ ନ୍ୟାୟ ଆଉ ସତ ପଥରେ ଚାଲିବ ହଁ ଭାଇ ଆଉ ଯେମିତି ବୈଦ ବାବା ଏ ଲୋକଙ୍କର ସେବା କରିଛନ୍ତି ଭାଇ। ଠିକ ସେମିତି ମୁଁ ମଧ୍ୟ ଲୋକଙ୍କର ସେବା କରିବି ଭାଇ ତାକେ ଆପଣ ଏଥର ସମାଜ ସେବୀ ହେଇଯାଅ ବାସ୍ ଆଉ ଏ ସମାଜର ସେବା କର ନିଶ୍ଚୟ ଦେଖେ ଆଉ ଗୋଟାଏ କଥା ଭାଇ ଆଉ ପୁଣି କଣ ଆପଣ ଏଥର ସନ୍ନ୍ୟାସ ନେଇଯାଅ ନାଇଁ ଦେଖେ ନାଇଁ ହଁ ଆପଣ ଏଥର ସନ୍ନ୍ୟାସ ନେଇଯାଅ ଦେଖେ ଏ ଜୋରନ୍ଦାକୁ ଯାଇ ଓ, କୌମିଡ଼ି ଖଣ୍ଡେ ପିନ୍ଧି ନାଇଁ ହାତରେ ଖଞ୍ଜଣି ଧରି ଖଞ୍ଜଣି ବଦଉଥାଅ ଦେଖେ ତୋର ଖଞ୍ଜଣି ବାଜଣ କ'ଣ ଭାବିଛୁ ଭାଇ ବନାଗ୍ନି ଜୁରୁନ୍ଦା ଯିବ କୌପିଣି ପିନ୍ଧି ଖଞ୍ଜଣି ବଜେଇବ ଆଉ କ'ଣ କରିବେ ଏ ଲୋକଙ୍କର ସେବା କରିବା ପାଇଁ ଯାଉଛି ନା ଗୁଣଟା କରିବେ ଦେଖେ ଭାଇ ଆପେ ବଞ୍ଚିଲେ ବାପର ନା ମାନେ এইটা কলিযুগ কলিযুগ କ'ଣ କହିବାକୁ ଯାଉଛୁ ଭାଇ এ কলিযুগরে সত্য ন্যায় ধর্মর স্থান নাই ଅଛି ରେ অধর্মর স্থান ନାଇଁ ଦେଖେ নাই କ'ଣ অক্ষয় নুহে এ পাপ জগতে অধর্মর উজ্জয় ଏ ଦେଖେ এ অধর্ম দেবতা চুপ আসা নাই କ'ଣ এ সংসার পথে নরকে পড়িথাও ମୋ ଜୀବନ ଉଦ୍ଧାର ହେଉ ଆରେ ଦେଖେ ଭାଇ ସଦା ସର୍ବଦା ଅଧର୍ମର ଜୟ ହୁଏନି ରେ ଅଧର୍ମର ଜୟ ହୁଏନି ତାକେ ମନରୁ ପାଥରି ଗଲ ନା କ'ଣ କୋଉ କଥାରେ ସେଇ ରାଜା ଦେବଦତ୍ତର ପ୍ରତିଶୋଧ କଥା ତାକେ ଭାଇ କେମିତି ଭୁଲିବି ସେଇ ଆରାମ ଚାଦା ରାଜା ଦେବଦତ୍ତ କଥାଟା ସେ ଯେମିତି ଆମ ମେରି ଭାଇଟାକୁ ଦୁଃଖ ଯନ୍ତ୍ରଣା ଦେଇ ରାଜ୍ୟରୁ ବିତାଡ଼ିତ କରିଦେଇଛି ହଁ ଭାଇ ସେ କଥା କ'ଣ ଏତେ ସହଜରେ ଭୁଲିଯିବି ଦେଖି ହେଲେ ଦେଖି ଭାଇ ଏପଟେ ବୈଦ ବାବା କଥା ମାନି ଚଳିବି ନା ରାଜା ଦେବଦତ୍ତର ପ୍ରତିଶୋଧ କଥା ବୁଝିବି ଭାଇ କ'ଣ ଦେଖେ ପ୍ରଥମେ କରିବ ଶତ୍ରୁ କାର୍ଯ୍ୟ ଠିକ କହିଛୁ ତାପରେ କରିବ ପିତୃ କାର୍ଯ୍ୟ ନିଶ୍ଚୟ ଦେଖେ ହେଲେ ଦେଖେ ଭାଇ ଶତ୍ରୁ କାର୍ଯ୍ୟ କରିବାକୁ ହେଲେ ଶତ୍ରୁର ଭଲ ମନ୍ଦ ସବୁ ଜାଣିବାକୁ ପଡ଼ିବ ହଁ ଭାଇ ଦୀର୍ଘ ଅନେକ ଦିନ ଧରି ଆମେ ଭାଇଟା ବଣ ମଧ୍ୟ ରହି ଆସୁଛୁ ହଁ ଭାଇ ମାଳିକ ରାଜ୍ୟର ଭଲ ମନ୍ଦ କିଛି ଜାଣି ନା କିଛି ଜାଣିନି
ସେଇଠି ଭାଇ ତତେ ଗୋଟାଏ କାମ କରିବାକୁ ହବ ଆ ତୁ ଗୋଟାଏ କାମ କରିବି ଆରେ କି କାମ ଭାଇ ଆସନ୍ତାକାଲି ଗୁପ୍ତଚର ହେଇ ମାଣିକଙ୍କ ରାଜ୍ୟକୁ ଯାତ୍ରା କରିବୁ ଆ ଦେଖେ ମୁଁ ଆସନ୍ତାକାଲି ଗୁପ୍ତଚର ହେଇ ମାଣିକଗଡ଼କୁ ଯାତ୍ରା କରିବି ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ନେଇ ମୋ ନିକଟକୁ ଫେରିବାକୁ ହବ ଭାଇ ଦେଖେ ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ଜାଣିଛେ ଜମା ଚିନ୍ତା କରନ୍ତୁନି ଭାଇ ଆସନ୍ତାକାଲି ଗୁପ୍ତଚର ହେଇ ମାଣିକଗଡ଼କୁ ଯାତ୍ରା କରିବି ଆଉ ଦେଖେ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ସଂଗ୍ରହ କରି ଆପଣଙ୍କ ପାଖରେ ଉପସ୍ଥାପନ କରିବି ସାବାସ୍ ଚକ୍ଷୀ ସାବାସ୍ ତୋ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଏ କାମ ତ ନିଶ୍ଚୟ କରିପାରିବ କିନ୍ତୁ ପୁଣି କଣ ଏ କଥାଟା ଯେମିତି ବୈଦ ବୁଢ଼ା ନ ଜାଣେ ଯଦି ଏ କଥାଟା ବୈଦ ବୁଢ଼ା ଜାଣିଯିବ ଆମକୁ ଏ ଅଗନାଗନି ବନସ୍ତ ଭିତରେ ରଖେଇ ଦବନି ତୁ ଠିକ କହିଛି ଚକ୍ଷୀ ରାଜା ଦେବଦତ୍ତ ଯେମିତି ଆମକୁ ରାଜ୍ୟରୁ ତଡ଼ିଦେଲା ଠିକ ସେମିତି କଣ ବୈଦ ବୁଢ଼ା ମଧ୍ୟ ତଡ଼ିଦବ ଏ କଥାଟାକୁ ଗୋପନରେ ରଖିବାକୁ ଆମେ ବେଲି ଭାଇ ଥରେ ମାଣିକଙ୍କ ରାଜ୍ୟରୁ ତୋଡ଼ା ଖାଇସାରିଛୁ ଆଉ ବୈଦ ବାବାଙ୍କ ଠାରୁ ତୋଡ଼ା ଖାଇବାନି ଆରେ ଦେଖି ଆରେ ପିଙ୍ଗୁଲା ଏଣ୍ଡୁଅ ଦେଖିଛୁ ପିଙ୍ଗୁଲା ଏଣ୍ଡୁଅ ଯେମିତି ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରେ ଠିକ ସେମିତି ଏଇ ଫଲାଗ୍ନି ତା ନିଜକୁ ନିଜେ ପରିବର୍ତ୍ତନ କରିବ ଏକଥାଟା ଆମ ବେନି ଭାଇ ଛଡ଼ା ତୃତୀୟ ଜଣ କେହି ଜାଣିପାରିବେନି ରେ ୟାକୁ ଗୋପନରେ ରଖେଇବା ଦେଖେ ଆପଣ ଯେମିତି ପିଙ୍ଗୁଲା ଏଣ୍ଡୁଅ ପରି ରଙ୍ଗ ବଦଳେ ଏ କଥାଟାକୁ ଗୋପନରେ ରଖିବେ ଠିକ ସେମିତି କଣ ମୁଁ 12 ମାସି ଚଢ଼େଇ ପରି ରଙ୍ଗ ବଦଳେଇ ମାଣିକଗଡ଼କୁ ଯାତ୍ରା କରିବି ରାଜା ଦେବଦତ୍ତ ଜମାରୁ ଚିହ୍ନି ପାରିବନି କି ଜାଣିପାରିବନି ତୁ ଠିକ କହିଛୁ ଚକ୍ଷୀ ଆରେ ଚକ୍ଷୀ ସମୟ ଅନେକ ହେଇସାରିଛି ମୋ ବୈଦ ବାବା ବଣକୁ ଯାଇଛନ୍ତି ଔଷଧ ପତ୍ର ପାଇଁ ହେଲେ ମୋ ସାନ ଭଉଣୀ ଅଞ୍ଜଳି ଆମେ ଯଥା ଶୀଘ୍ର ଚାଲିଯିବା ମୋ ସାନ ଭଉଣୀ ଅଞ୍ଜଳି ପାଖକୁ ଚକ୍ଷୀ हाँ जिस किसी बंधु का मोबाइल गुम हो गया है कृपया कीपैड मोबाइल है कृपया अनु पटेल से संपर्क करें जिस किसी बंधु का अगर कीपैड मोबाइल गुम हो गया है कृपया स्टेज के सामने आकर अनु पटेल से ले जावे।